ଦେଖିଲ ଝିଅ ଡ୍ରେସଟା ଭଲ ହେଇଛି ନା? ଡ୍ରେସ୍ କୋଉଠୁ ଆଣିଲୁ? ବାପା ପଇସା ଦେଇଥିଲେ। ଆଉ ବାପା ପଇସା ପଠେଇଥିଲେ ମତେ ଦେଲୁନି? ତମକୁ ଦେଇଥାନ୍ତି କଣ ତମେ ମଦ ପିଇଥାନ୍ତ? ମଦ ପିଇଥାନ୍ତି? ହେଲା ବୋଉ ମତେ ମାରିବାକୁ ଏତେ ସାହସ କେମିତି ହେଲା ବେ ତୋର? ଯେମିତି ତମର ସାହସ ହଉଛି ସବୁଦିନ ମୋ ଉପରେ ହାତ ଉଠେଇବା ପାଇଁ କି। ବେ ମୁଁ ତ ସ୍ୱାମୀ, ଅଧାର ଟେନସନ ମୋର। ଟେନସନରେ ହାତ ଉଠେଇଥିଲେ ବୋଧେ ମୁଁ ଚୁପ୍ ଥାନ୍ତି। ସବୁଦିନ ମଦ ପିଇକି ହାତ ଉଠେଇକି ଟେନସନର ବାହାନା ଦିଅ ନା। ମଧୁଆ କହିବୁ ମତେ ହାବେ ବାହାର କରୁ। ହଜାରେ ସ୍ୱପ୍ନ ଦେଖିକି ଆସିଥିଲି ମୁଁ ସୁନାର ସଂସାର କରିବା ପାଇଁ କି, କିନ୍ତୁ ଏଠି ତ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବିନା କାରଣରେ ଝଗଡା ହଉଛି। ମୋ ବାପା ପଇସାରେ ମଦ ପିଉଛି, ତୁ ଦଉଛୁ? ବୋଉମା ତମେ ତ ଜାଣିଛ ସେ ସେଇଭଳିଆ। ମୁଁ ଜାଣିଥିଲେ ବାହା ହିଁ ହେଇନଥାନ୍ତି। କେତେବେଳେ ଆପଣଙ୍କ ପୁଅକୁ ପଚାରିଛନ୍ତି ଏତେ ରାତିରେ କଣ ପାଇଁ ସେ ଘରକୁ ଫେରୁଛନ୍ତି? କେବେ ଆପଣଙ୍କ ପୁଅକୁ ପଚାରିଛନ୍ତି କାହିଁକି ସେ ସବୁବେଳେ ମୋ ଉପରେ ହାତ ଉଠାଉଛନ୍ତି? କେବେ ଆପଣଙ୍କ ପୁଅକୁ ପଚାରନ୍ତୁ କାହିଁକି ସେ ବିନା କାରଣରେ ମୋ ବାପା ଭାଇକି ଗାଳି କରୁଛନ୍ତି? ଆପଣଙ୍କ ପୁଅ ମଦ ପିଇକି ବୁଲୁଥିଲେ, ବେକାର ହେଇଯାଇଥିଲେ। ଆପଣଙ୍କୁ ଲାଗିଲା ବାହା ହେଇଗଲେ ସବୁ ଠିକ ହେଇଯିବ। ଆପଣଙ୍କୁ ଥରଟେ ଲାଗିଲାନି ଆପଣଙ୍କର ବିଗିଡି ଯାଇଥିବା ପୁଅକୁ ସୁଧାରିବା ଚକ୍କରରେ କୋଉ ଗେଲି ଝିଅର ସ୍ୱପ୍ନକୁ ଭାଙ୍ଗିଦେଲେ? ଆପଣଙ୍କ ପୁଅ ଯଦି ମଦୁଆ ଥିଲା ସୁଧାରିବା ପାଇଁ ତାକୁ ନିଶା ନିବାରଣ କେନ୍ଦ୍ରକୁ ପଠେଇଥାନ୍ତେ। ତାକୁ ବାହା କାହିଁକି କରେଇକି ଗୋଟେ ବଞ୍ଚି ଥାଉ ଝିଅକୁ ମାରିଦେଲେ।